ନା ତନିଷା ସାହୁ ମୁଁ ଏଇ କନେପୁର ଯାଜପୁର ରୋଡ ଜିଲ୍ଲାରେ ରହେ। ହଁ କନେପୁର ଯାଜପୁରରେ ରୁହେ ଓ ମନ୍ଦିର ବି ବହୁତ ସୁନ୍ଦର ରୂପେ ସଜା ହେଇଛି ଆଉ କମିଟି ଲୋକ ବି ବହୁତ ସାହାଯ୍ୟ କରୁଛନ୍ତି। ଆଉ ଆମର ତ ଏମିତି ହେଲେ ମତେ ଭଲ ଲାଗେ ଆମେ ବର୍ଷକୁ ଏଇ ଦିନଟାକୁ ଅପେକ୍ଷା କରିକି ଥାଉ ବର୍ଷକୁ ଆଉ ସମସ୍ତେ ଏକାଠି ହୁଅନ୍ତି ଭଲ ଲାଗେ ମାନେ ସବୁ ଗେଟ୍ ଟୁଗେଦର ହୁଏ ଏମିତି ସବୁ ଲୋକମାନେ ମିଳାମିଶା କରନ୍ତି ଭଲ ଲାଗେ। ଆଜି ତ ସକାଳୁ ଏବେ ସଞ୍ଜ ପର୍ଯ୍ୟନ୍ତ ଯେତିକି ସବୁ ଯାହା ସବୁ ହଉଛି ସବୁ ଭଲ ଲାଗୁଛି ମଜା ଲାଗୁଛି ଖୁସି ଲାଗୁଛି ଓ ରାତି 10ଟାରେ ବି ଆହୁରି ବହୁତ ମଜା ଲାଗିବ କାହିଁକି ନା ମହାଦୀପ ଚଢିବାକୁ ଯାଉଛି ସେମିତି ଆଉ। ଯାଜପୁର ରୋଡରେ ବ୍ୟାସନଗର ହଉଛି ସବୁଠୁ ବଡ ସିଟି ସେଇଥିପାଇଁ ଆମର ଏଠି ଶିବ ମନ୍ଦିରରେ ଭଲ ସବୁ ଖାଇବା ପିଇବା ହୁଏ ଓ କାଲି ସକାଳ 12ଟାରେ ଆମର ଅଛି ପ୍ରସାଦ ସେବନ ସେଥିପାଇଁ 4ରୁ 5 ହଜାର ଲୋକ ଆସନ୍ତି ତ ସେମିତି ହେଇକି ଆହୁରି ଗୋଟେ ଦିନ ଭଲ ଲାଗେ। ମୁଁ ଜିତେନ୍ଦ୍ର କୁମାର ଚିହ୍ନରା ଆମର ଏଇ ମନ୍ଦିର ଚନ୍ଦ୍ରଶେଖର ମନ୍ଦିର କମିଟିର ସେକ୍ରେଟାରୀ ଅଛି। ଆଜି ଦିନରେ ଆଉ କହିବି କ'ଣ ଆଜି ତ ହେଉଛି ମାନେ ଆମ ଚନ୍ଦ୍ରଶେଖର ମନ୍ଦିରର ମହାଶିବରାତ୍ରି ମାନେ ବହୁ ବଡ଼ ସମାରୋହରେ ପାଳନ କରାଯାଉଅଛି। ଆଜି ସକାଳୁ ପୂଜା ହେଇଥିଲା ରାତି 2ଟା 3ଟା ବେଳକୁ ପୂଜା ଆରମ୍ଭ ହେଲା 6ଟା ବେଳେ ସରିଲା ତାପରେ ଭକ୍ତ ଯେ ପୁରା ହଜାର ହଜାର ଭକ୍ତଙ୍କ ଭିଡ଼ ତାପରେ ରୁଦ୍ରାଶ ଅଭିଷେକ ଆରମ୍ଭ ହେଲା ଦିନ ଗୋଟାକରେ ସନ୍ଧ୍ୟା 6ଟାରେ ସରିଲା ତାପରେ ଆମର ଅଛି ମହାଦୀପ ଉଠିବା ସମୟ 10 ଉଠିବା ସମୟରେ ତାପରେ ଆମର କାଲିକା ପ୍ରୋଗ୍ରାମ ଅଛି ଗୋଟେ ମାନେ 3000 ଲୋକଙ୍କ ପାଇଁ ପ୍ରସାଦ ସେବନ ଆରେଞ୍ଜମେଣ୍ଟ ଅଛି। ଭକ୍ତ ଆମର ଏଠି ମାନେ ଏ ଜୋରଦା ଚାନ୍ଦମା କନେଇପୁରଠୁ ଆରମ୍ଭ କରି ସବୁଆଡୁ ଭକ୍ତ ଆସୁଛନ୍ତି। ଭକ୍ତ ମାନେ ଏତେ ଭକ୍ତ ହଉଛନ୍ତି ସେଥିପାଇଁ ଆମେ ବହୁତ ଖୁସି ବହୁତ ଉତ୍ସାହିତ ଆଉ ବହୁତ ଆମ ମନ ଉତ୍ସାହିତ ଅଛି ଯେ ଏତେ ଭକ୍ତ ଯେତେ ଭକ୍ତ ହେଲେ ଆମେ ମାନେ ବହୁତ ଖୁସି ଆମେ କେବେ ବିରକ୍ତ ହେନୁ ଭକ୍ତକୁ ଇଏ କରୁନୁ।